ପାରାଦୀପ ପୌର ପରିଷଦ ଅଧ୍ୟକ୍ଷଙ୍କ ଘର ଉପରକୁ ନିଆଁ ଲଗା ଜଳନ୍ତା ବୋତଲ ବୋମା ମାଡ଼। ପାରାଦୀପ ପୌର ପରିଷଦ ଅଧ୍ୟକ୍ଷଙ୍କ ଘର ଉପରକୁ ନିଆଁ ଲଗା ଜଳନ୍ତା ବୋତଲ ବୋମା ମାଡ଼। ପାରାଦୀପ ପୌର ପରିଷଦ ଅଧ୍ୟକ୍ଷଙ୍କ ଘରକୁ କେହି ଦୁର୍ବୃତ୍ତ କିରୋସିନି ଭରା ନିଆଁ ଲଗା ବୋତଲ ବୋମା ଫିଙ୍ଗିଥିବା ଦେଖିବାକୁ ମିଳିଛି। ଖବର ନେବାରେ ଜଣାଯାଇଛି ଯେ ଗୋଟିଏ ସ୍କୁଟିରେ 3 ଜଣ ଯୁବକ ସନ୍ଧ୍ୟା 6:30ରୁ 7ଟା ସମୟରେ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ ବାସଭବନ ଉପରକୁ କିରୋସିନ ଭରା ନିଆଁ ଲଗା ବୋତଲ ବୋମା ମାଡ଼ କରିଥିବା ବେଳେ ବୋତଲଟି ଘର କାନ୍ଥରେ ବାଜି ତଳେ ପଡ଼ି ନିଆଁ ଜଳୁଥିବା ବେଳେ ବୋତଲ ଗୁଡ଼ିକ ଭାଙ୍ଗି ଚାରିଆଡ଼େ ଖେଳି ଯାଇଥିଲା। କିଛି ସମୟ ପରେ ନିଆଁ ଲିଭି ଯାଇଥିଲା। ଏଥିରେ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ପାରାଦୀପ ଆଦର୍ଶ ଥାନା ଅଧିକାରୀ ବବିତା ଦେଉରୀ ସଦଳ ବଳେ ପହଞ୍ଚି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ବିଜୁ ଜନତା ଦଳର ପାରାଦୀପ ସଭାପତି କୁମର ବର ନାୟକ, ପୌର ପରିଷଦର ସମସ୍ତ ପାରିଷଦ ସବୁ ବିଜୁ ଜନତା ଦଳୀୟ ସକ୍ରିୟ କର୍ମୀ ସମସ୍ତେ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ଘର ପାଖରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ପାରାଦୀପରୁ ନାଥୁରାମଙ୍କ ରିପୋର୍ଟ, ନା ଓଡ଼ିଶା। लेटेस्ट न्यूज अपडेट पाई www.naodisha.com को लॉगिन करंतु।